समस्त श्रोताबंधु को मोर हार्दिक अभिनंदन। ये श्रोताबंधु आपण आज पर्यंत शुणुले बृहस्पति चलन। बृहस्पति देवगुरु देवतानां ऋषीणां च गुरुं। देवता और ऋषि मानकर गुरु से समस्तंकर हित कामना करती। यही विश्वास आमर अच्छी जे आमर धारणा रही जी भल से समस्त भल और जी मंद से समस्त मंद। जिमती राहु कहले यही ग्रह ना राहु कहीं ये नामकरण जे कले से यही असुर मुंड पाखे बसी किसी ध्वनि कले। से ध्वनि ता पाटी भितर पशिला रा 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 शब्द है। तंटी बाटे से शब्द पलि आसला एवं शुभिला हु 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 हु। तेणु ता ना देले राहु। नामकरण किए कले? सृष्टिकर्ता। जेते बड़े समुद्र मंथन है से समय घटना राहु राहु तापरे केतु। आमे केतु चलन उपर तो आलोचना कर सारीचे। आज चेष्टा करिबा शीघ्र सारिबा पई राहु चलन। राहु ए मे मास 29 तारीख रे कुंभ राशि को 25 नक्षत्र को यात्रा करिवे। राहु केतु को तम ग्रह कुआ जाए कारण से पछई पछई आसंती। गति है वक्र गति। बृहस्पति प्रभृति ग्रह मानकर सम्मुख गति ताको सड़क गति कह जाए। ये पछई आसंती तेणु वक्र गति हो जाए। ये राहु जे कि मे 29 रे पूर्वभाद्र कुंभ को आसवे से 4टी राशि को शतकड़ा 100 सहाय हेबे। 4टी राशि को शतकड़ा 50 सहाय हेबे और 4टी राशि को चेष्टा करिवे जेते संभव दुख दिया जाई पारे। राहु चलन रे दुख पाइबे केउ माने? कर्कट बिछा कुंभ मीन। कर्कट बिछा कुंभ मीन। राहु चलन रे कष्ट भोगिबे कर्कट बिछा कुंभ मीन। आउ 50% प्रॉफिट पाइबे किए? 50 लाभ 50 क्षति कार हम? मिथुन सिंह तुला मकर। मिथुन सिंह तुला मकर जेतिकी आय सेतिकी व्यय। जेतिकी शुभ कामना करिवे सेतिकी अशुभ कामना करिवे। आउ केउं 4टी राशि को संपूर्ण कल्याण करिवे? ताहाला मेष वृष कन्या धनु। मेष वृष कन्या धनु को शतकड़ा 100 साहाय्य करिवे सहयोग करिवे के राहु। यही दृष्टिकोण से समस्त राशि को संपूर्ण 3 भाग करदेले। से 3 भाग क्या से शतकड़ा 100 लाभ देवे, क्या शतकड़ा 50 लाभ देवे, क्या जमा लाभ देवे। हेले नक्षत्र दृष्टि राहु चलन को नहीं बड़ बड़ ज्योतिष गणना कर घोषणा करिसेंती जे 1 2 3 पाई धन लाभ हम। 1 2 3 4 1 2 3 4 नक्षत्रंकर धन लाभ हम। केमती कौन हम ना जदि से मुंड ठीक खेल पारे
ଯଦି ସେ ଠିକ୍ ଭାବରେ ମୁଣ୍ଡ ଖେଳେଇ ପାରିବେ, ବୁଦ୍ଧି ଖେଳେଇ ପାରିବେ, ଜ୍ଞାନର ବିକାଶ କରିପାରିବେ, ଚତୁରତା ଦେଖାଇ ପାରିବେ, ତାହେଲେ ଏଇ 1, 2, 3 ଯା ନକ୍ଷତ୍ରକୁ ଧନ ଲାଭ ହେବ। 5, 6, 7, 8, 9, 10 5, 6, 7, 8, 9, 10 ଏମାନେ କ'ଣ କରିବେ? ବାରମ୍ବାର ଭୁଲ କାମ କରିବେ। କାହା ଯୋଗୁଁ? ରାହୁଙ୍କ ଯୋଗୁଁ। ତେଣୁ 5, 6, 7, 8, 9, 10 ଏମାନେ କିଛି ଶୁଣିଲେ ଉତ୍ତ୍ୟକ୍ତ ହେବେ, ପାଟି ମେଲା କରିବେ, ପାଟି କରିବେ, ତେଣୁ କଳହ ହେବ, କିଛି ବୁଝିବେନି, ଫଳରେ ଅପମାନ ପାଇବେ। କାହା ପାଇଁ? ରାହୁଙ୍କ ପାଇଁ। ରାହୁ ଯୋଜନା କରିଛନ୍ତି 5, 6, 7, 8, 9, 10 ଏ ନକ୍ଷତ୍ରର ବ୍ୟକ୍ତିମାନେ କିଛି ବୁଝିବେନି, ନିଜକୁ ଜ୍ଞାନୀ ଦେଖାଇ ହେବେ ଓ କଳହ କରିବେ ଓ ଅପମାନିତ ହେବେ। 11, 12, 13 ଏମାନେ ଭଲରେ ରହିବେ, କାରଣ ଏମାନଙ୍କ ମତିକ ଟିକେ ସ୍ଥିର ହୋଇଯିବ, ରାହୁ ହେଲ୍ପ କରିବେ। ଯଦି ଏମାନେ ସମସ୍ତଙ୍କୁ ହସି ହସି ଏକ ମଧୁର ଚାହାଣୀରେ ଡାହାଣ ଆଖିରେ ଦେଖିବେ, 11, 12, 13 ନକ୍ଷତ୍ର ଯଦି ଡାହାଣ ଆଖିରେ ମଧୁର ହସ ହସି ଦେଖିବେ, ତାହେଲେ ସେମାନଙ୍କୁ ସୁଖ ଓ ସୁତ ଲାଭ ହେବ। 14, 15, 16 ଏମାନେ ସେହିଭଳି ଯଦି ମୃଦୁ ହସି ବାମ ନେତ୍ରରେ ସମସ୍ତଙ୍କୁ ଦେଖିବେ, ତାହେଲେ ସେମାନେ ମଧ୍ୟ ସୁଖ ପ୍ରବଳ ପାଇବେ। 17, 18, 19, 20 ଏଇ 4 ନକ୍ଷତ୍ରଙ୍କର ବିପଦ ଅଛି। 17, 18, 19, 20 ଏଇ 4 ନକ୍ଷତ୍ରଙ୍କର ବିପଦ ଅଛି। ଏମାନେ ଯଦି ପର କଥା ଶୁଣିବେ ଆଉ ବିଶ୍ୱାସ କରିବେ, ପରବୁଦ୍ଧିରେ ପରିଚାଳିତ ହେବେ, ବଡ଼ ବିପଦରେ ପଡ଼ିବେ ଓ ଶେଷକୁ ଭୟଙ୍କର କଳହ ହେବ, କଥା ଉପରକୁ ଯିବ, କେସ୍ ବାସ୍ ହେବ, ଜେଲ୍ ଯିବେ। ସେ କିଏ? ନା ସେ ହେଲେ 17, 18, 19, 20। 21, 22, 23, 24 ନକ୍ଷତ୍ରଙ୍କର ବି ସେହି ଅବସ୍ଥା। ସେ ପରବୁଦ୍ଧିରେ ପରିଚାଳିତ ହେବେ, ବୃଥା ଧନ ବ୍ୟୟ କରିବେ, ବନ୍ଧନରେ ପଡ଼ିବେ ଓ ଦୁଃଖ ଭୋଗିବେ। କିନ୍ତୁ 25, 26, 27 1, 2, 3, 4 ପରି 1, 2, 3, 4 ପରି 25, 26, 27 ନକ୍ଷତ୍ର ଯଦି ଉପସ୍ଥ ବୁଦ୍ଧି ଘଟେଇବେ, ଜ୍ଞାନର ବିକାଶ କରିବେ, ତାହେଲେ ଧନ ଲାଭ ହେବ। ଏଇଠି ଆମେ ଆଲୋଚନା କରିବା, ଇଏ ଯାହା ମୁଁ ଆପଣଙ୍କ ଆଗରେ କହିଲି ତାହା ଶତକଡ଼ା 100 ଠିକ୍ କି ନା? କାହିଁକି ନା ଆମେ ଦେଖିବା ଆମ ଜନ୍ମ ଜାତକରେ ରାହୁଙ୍କର ସ୍ଥିତି କେଉଁଠି। ଯଦି ସେ ଠିକ୍ ଠାକ୍ ଅଛନ୍ତି ତାହେଲେ ସବୁ ଠିକ୍ ଠାକ୍, ଯଦି ସେ ଭୁଲ ଭାଲ ତାହେଲେ ସବୁ ଭୁଲ ଭାଲ। ମାନେ ରାହୁ ଏକମାତ୍ର ଗ୍ରହ ଯିଏକି ବୁଧକୁ ବହୁତ ଭଲ ପାଏ। ଏ ଦୁଇ ଜଣଙ୍କର ପ୍ରେମ ବନ୍ଧନ ଅତି ଘନିଷ୍ଠ। ତେଣୁ ଜାତକରେ ବୁଧ ଗ୍ରହଙ୍କର ଘର ବୋଲେ ମିଥୁନ ଆଉ କନ୍ୟାକୁ ନିଆଯାଇଛି। ଯଦି ଏଇ ବୁଧ ଗ୍ରହଙ୍କର ଘରେ ମାନେ ମିଥୁନରେ ବା କନ୍ୟାରେ ରାହୁ ରହନ୍ତି ବା ରହିଥିବେ ଆପଣଙ୍କ ଜାତକରେ, ତାହେଲେ ସେ ଯେଉଁଠି ମୁଠାଏ ଦେବା କଥା ସେଠି ଅଣ୍ଟିଏ ଦେବେ, 2 ଟଙ୍କା ଜାଗାରେ 200 ଟଙ୍କା ଦେବେ। ତେଣୁ ଜାତକରେ ଦେଖିବେ ରାହୁଙ୍କର ସ୍ଥିତି, କେବଳ ସେ ବୁଧ ଗ୍ରହଙ୍କୁ ବେଶୀ ଭଲ ପାଆନ୍ତି ରାହୁ, ତେଣୁ ବୁଧଙ୍କ ଘରେ ରହନ୍ତି। ସେ ନିଜ ଘର ଭାବନ୍ତି, ବୁଧର ମିଥୁନକୁ ନିଜ ଘର ଭାବନ୍ତି ଓ କନ୍ୟାକୁ ଉଚ୍ଚ ଭାବନ୍ତି। ତେଣୁ କନ୍ୟାରେ ଥିଲେ ରାହୁ ଉଚ୍ଚରେ ଅଛନ୍ତି ବୋଲି ବୁଝିବାକୁ ପଡ଼ିବ, ମିଥୁନରେ ଥିଲେ ସେ ନିଜ ଘର ଅଛନ୍ତି ବୁଝିବାକୁ ପଡ଼ିବ। ରାହୁ ଯଦି ମିଥୁନ ବା କନ୍ୟାରେ ଥିବେ ତାହେଲେ ଅବଶ୍ୟ ଅଧିକ ଭଲ ଫଳ ଦେବେ। ରାହୁ ଯଦି ଜାତକରେ ତୃତୀୟ, ଷଷ୍ଠ, ଦଶମ, ଏକାଦଶରେ ଥିବେ ତାହେଲେ ନିଶ୍ଚୟ ଭଲ ଫଳ ଦେବେ ଓ ଶୁଭ କାମନା କରିବେ। ତୃତୀୟ ଲଗ୍ନଠୁ ଗଣିଯିବେ 1, 2, 3 ଯେଉଁ ଘର, 3, 6, 10, 11 ଯେଉଁ ଘରେ ଥିବେ, ଏଇ 4 ଘରରୁ ଯେଉଁ ଘରେ ଥିବେ 3, 6, 10, 11 ଏଇ 4 ଘରରୁ ଯେଉଁ ଘରେ ଥିବେ ଶୁଭ ଫଳ ଦେବେ।
ଯଦି ସୌଭାଗ୍ୟବଶତଃ ତା ମିଥୁନ ରାଶି ହେଇଗଲା, ମିଥୁନ ରାଶି ହେଇଗଲା, ମିଥୁନ ଘର ହେଇଗଲା 3, 6, 10, 11 ଯଦି ମିଥୁନ ଏବଂ ରାହୁ ଅଛନ୍ତି ତାହେଲେ ଅଧିକ ଫଳ ଦେବେ, ଶତକଡ଼ା 100 ଫଳ ଦେବେ। ଯଦି ତାହା କନ୍ୟା ରାଶି ତାହେଲେ ନିଶ୍ଚିତ ଭାବରେ ଭଲ ଫଳ ଦେବେ, ତାହା ଅତ୍ୟନ୍ତ ମଙ୍ଗଳ ହେବ। କିନ୍ତୁ ଶାସ୍ତ୍ରଜ୍ଞ କହନ୍ତି, ଜ୍ଞାନୀମାନେ କହନ୍ତି, ରାହୁ ଜାତକରେ ଯଦି ନବମରେ ଥିବେ ଏକୁଟିଆ, ରାହୁ ଜାତକରେ ଯଦି ନବମ ଘରେ ଏକାକୀ ଥିବେ ତାହେଲେ ସେ ବ୍ୟକ୍ତିକୁ ସ୍ୱାଧୀନ ଚେତା କରିବେ, ସେ ପର ଉପରେ ନିର୍ଭର କରିବାକୁ ଭଲ ପାଇବନି, ଆତ୍ମନିର୍ଭରଶୀଳ ହେବ, ତା'ର ମଙ୍ଗଳ ହେବ, ସବୁ ଦିଗରୁ ସେ ଚେଷ୍ଟା କରିବ। ଯଦି ସୌଭାଗ୍ୟକୁ ସେଇ ନବମ ଘର ମିଥୁନ ଏବଂ ତା ପାଖରେ କେହି ନାହାନ୍ତି ତାହେଲେ ଏ ରାହୁ ଜଣେ ଶ୍ରେଷ୍ଠ ରାଜନୀତିଜ୍ଞ ହେବ, ବିଚାରବନ୍ତ ହେବ, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ। ଯଦି ରାହୁ କନ୍ୟାରେ ନବମରେ ଅଛନ୍ତି ତାହେଲେ ସେ ଉଚ୍ଚ କୋଟିର ଚିନ୍ତାଧାରା ପୋଷଣ କରିବେ। ଏ ବ୍ୟକ୍ତି ଜଣେ ମାନ୍ୟ ବ୍ୟକ୍ତିରେ ଗଣ୍ୟ ହେବ। ଏହି ମାନ୍ୟଗଣ୍ୟ ବ୍ୟକ୍ତିକୁ ଲୋକ ଜାଣିବେ, ଶୁଣିବେ। ମୋଟାମୋଟି ଭାବରେ ଆମେ ଅବଗତ ହେଲେ ଯାହା 29 ତାରିଖରେ ଘଟିବାକୁ ଯାଉଛି, ମେ 29ରେ, ସେଥିରେ ରାହୁ କାହାକୁ କାହାକୁ ଭଲ ଫଳ ଦେବେ, କାହାକୁ ଖରାପ ଫଳ ଦେବେ, କେଉଁଠି ରହିଲେ ଭଲ ଫଳ ମିଳିବ ଇତ୍ୟାଦି। ହଁ ବନ୍ଧୁ, ଯଦି ଆପଣ ଜାଣିପାରିଲେ ଯେ ଆପଣଙ୍କର ରାହୁ ମନ୍ଦ, ରାହୁ କୁଫଳ ଦେବେ, ବହୁତ କ୍ଷତି ହେବ, ତେବେ ମନେ ରଖିଥିବେ 10 ମହାବିଦ୍ୟାରେ ଦେବୀଙ୍କର ବର୍ଣ୍ଣନା ହେଇଛି। ତାହେଲେ ଛିନ୍ନମସ୍ତାଙ୍କୁ ପ୍ରାର୍ଥନା କରିବେ, ତାଙ୍କର ସ୍ତୋତ୍ର ପାଠ କରିବେ ପ୍ରତ୍ୟହ ରାତିରେ। ଛିନ୍ନମସ୍ତା, ରାହୁଙ୍କ ପାଇଁ ଛିନ୍ନମସ୍ତା ଓ କେତୁଙ୍କ ପାଇଁ ଧୂମାବତୀ। ଧୂମାବତୀଙ୍କର ରୂପ ବର୍ଣ୍ଣନା ହେଇଛି। ଜଣେ ବୃଦ୍ଧା ଏକ କୁଲା ଧରିଛନ୍ତି, ପାଖରେ ଗୋଟେ କୁଆ ବସିଛି, ସେ ହେଲେ ଧୂମାବତୀ। ଆଉ ଛିନ୍ନମସ୍ତା ସେ ଗୌରବର୍ଣ୍ଣା ନାରୀ, କିନ୍ତୁ ତାଙ୍କ ମୁଣ୍ଡ କଟିଯାଇଛି। ଡାହାଣ ହାତରେ ସେ ସେଇ ମୁଣ୍ଡକୁ ଧରିଛନ୍ତି, ଆଁ କରିଛନ୍ତି, ସେ ମୁଣ୍ଡ ଆଁ କରିଛନ୍ତି ଓ ପାଟିରୁ ରକ୍ତଧାରା ଆସୁଛି, ସେଇ ପାଟିରେ ପଡ଼ୁଛି। ଏ ହେଲେ ଛିନ୍ନମସ୍ତା। ଯଦି ରାହୁ ଖରାପ ତାହେଲେ ଛିନ୍ନମସ୍ତାଙ୍କୁ ଆପଣ ସ୍ତୁତି କରିବେ, ତାଙ୍କ ସ୍ତୋତ୍ର ପାଠ କରିବେ। ଯଦି କେତୁ ଖରାପ ତାହେଲେ ଧୂମାବତୀଙ୍କୁ ସ୍ତୋତ୍ର କରିବେ। ଚନ୍ଦନ ମୂଳ ଖୋଜିବେ, ଏ ଚନ୍ଦନ ମୂଳ ପାଇବେ ତାହେଲେ ଡେଉଁରିଆରେ, ଷ୍ଟିଲ୍ ଡେଉଁରିଆରେ, ଲୁହା ଡେଉଁରିଆରେ ତାକୁ ପିନ୍ଧିବେ ଡାହାଣ ହାତରେ ଲାଲ ସୂତାରେ, ଆଉ ସ୍ତ୍ରୀଲୋକମାନେ ବାମ ହସ୍ତରେ। ସେହିଭଳି ଯଦି କେତୁ ଖରାପ ଅଛନ୍ତି ତାହେଲେ ଅଶ୍ୱଗନ୍ଧା ମୂଳକୁ ଷ୍ଟିଲ୍ ଡେଉଁରିଆରେ ଭର୍ତ୍ତି କରି, ମୁହଁ ବନ୍ଦ କରି, କଳା ସୂତାରେ ପୁରୁଷମାନେ ଡାହାଣ ହାତରେ, ସ୍ତ୍ରୀମାନେ ବାଁ ହାତରେ ବାନ୍ଧିବେ। ହଁ ବନ୍ଧୁ, 29 ତାରିଖରେ ଏହି ଯେଉଁ ଯୋଗ ହେବାକୁ ଯାଉଛି ସେ ବିଷୟରେ ତ ଆମେ ଟିକେ ଆଲୋଚନା କଲେ। ଆଶା କରେ ଆପଣମାନେ ସମସ୍ତେ ଆଗେ ଆପଣମାନଙ୍କର ନିଜର ଜାତକ ଦେଖିବେ, ଜାତକରେ ରାହୁ କେଉଁଠି ଅଛନ୍ତି। ଯଦି ସେ ଜାତକରେ ଠିକ୍ ଠାକ୍ ଅଛନ୍ତି ତାହେଲେ ଆମକୁ ଅବଶ୍ୟ କଲ୍ୟାଣ କରିବେ। ସେଠି ସେ ଭଲ ଜାଗାରେ ନାହାନ୍ତି ତାହେଲେ ତ ଦୁଃଖ ଆସିବ। ହଉ ବନ୍ଧୁ, ଆଜି ପାଇଁ ଏ ଆଲୋଚନା ଏଇଠି ରଖିବା। ଆଜିର ଆଲୋଚନା ହେଲା ରାହୁ ଚଳନ। ରହିଲି ବନ୍ଧୁ, ନମସ୍କାର।